ଜୟ ଜଗନ୍ନାଥ ପିଲାମାନେ, ଆଶା କରୁଛି ସମସ୍ତେ ଭଲରେ ଥିବ। ମୁଁ ପଦ୍ମନାଭ ସାର୍ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଜବ୍ ସାଥୀକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ, ଖୁସି ଖବର ଏଇଟା ସବୁଠୁ ବଡ଼ ଖୁସି ଖବର ବୋଲି ଆମେ ଧରିବା। ଏ ଭିଡ଼ିଓ ମାଧ୍ୟମରେ ମୁଁ ଗୋଟିଏ ବହୁତ ହି ଭଲ ଖୁସି ଖବର ବା ଭ୍ୟାକେନ୍ସି ବିଷୟରେ ତୁମମାନଙ୍କୁ ଜଣାଇବି। ତେଣୁ ସମସ୍ତଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ପିଲାମାନେ ଦେଖିବ। ଯେଉଁ ପିଲାମାନେ ରେଲୱେରେ ଚାକିରି କରିବା ପାଇଁ ଚାହୁଁଛନ୍ତି ବା ରେଲୱେ ପାଇଁ ପ୍ରିପେୟାର ହେଉଥିଲେ, ବହୁତ ଦିନରୁ ପରିଶ୍ରମ କରି ଆସୁଛନ୍ତି, ସେମାନଙ୍କ ପାଇଁ ଏଇଟା ହିଁ ବହୁତ ହି ଭଲ ସୁଯୋଗ। ଅନ୍ୟମାନେ ମଧ୍ୟ ଆପ୍ଲାଏ କରିପାରିବେ। ଆଉ ଯେଉଁମାନେ ସ୍ପେଶିଆଲି ରେଲୱେରେ ଚାକିରି କରିବା ପାଇଁ ଚାହୁଁଥିଲେ ସେମାନଙ୍କ ପାଇଁ ହିଁ ବଢ଼ିଆ ଭ୍ୟାକେନ୍ସିଟି ବାହାରିଛି। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ ଏବଂ ସମସ୍ତଙ୍କୁ ସେୟାର କରିବ। ଯେଉଁ ପିଲାମାନେ ପ୍ରିପେୟାର ହେଉଛନ୍ତି, ଘରେ ବସିକି ପ୍ରିପେୟାର ହେଉଛନ୍ତି ବା ବାହାରେ ବି ଜବ୍ ପାଇଁ ପ୍ରିପେୟାର ହେଉଛନ୍ତି, ସମସ୍ତଙ୍କ ପାଖରେ ଇନଫର୍ମେସନ୍ଟି ପହଞ୍ଚିବା ଦରକାର। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ ଏବଂ ସେୟାର କରିବ। ଦେଖିବା ଡିଟେଲ୍ସ କ'ଣ ରହିଛି ପିଲାମାନେ। କ'ଣ ରହିଛି ଆମେ ଦେଖିବା ନା, ଏଇଟା ବାହାରିଛି ଆମର ମିନିଷ୍ଟ୍ରି ଅଫ୍ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ ଆର୍ଆର୍ବି ସବୁବେଳେ ବଡ଼ ଭ୍ୟାକେନ୍ସି ବାହାର କରେ। ଆମେ ସମସ୍ତେ ଅପେକ୍ଷା କରିକି ଥାଉ ଆର୍ଆର୍ବି ପାଇଁ। କ୍ଲିୟର? ଆମର କ'ଣ ରହିବ ଡିଟେଲ୍ସ ଦେଖିବା। ପିଲାମାନେ, ମୁଁ କହି ରଖୁଛି ପ୍ରଥମେ, ପାଖାପାଖି 4000 ଭ୍ୟାକେନ୍ସି ବାହାରିଛି। ପାଖାପାଖି 4000 ଭ୍ୟାକେନ୍ସି ଆସିଯାଇଛି। କ୍ଲିୟର? ଏବଂ ଏ ତ ରହିଲା ତା'ର ସୂଚି ରହିଲା। ଆମର ଏଇଟା ଦେଖିବାର ନାହିଁ, ଆମେ ଡାଇରେକ୍ଟ ଦେଖିବା ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ିକ କ'ଣ କ'ଣ ରହିବ, ଖୁବ୍ କମ୍ ସମୟ ମଧ୍ୟରେ ଜାଣିବା। ପିଲାମାନେ, ପ୍ରଥମେ ଦେଖିବା ଡେଟ୍ କ'ଣ। ଅନଲାଇନ୍ ଆପ୍ଲିକେସନ୍ ଷ୍ଟାର୍ଟ ହେଉଛି 14/8ରୁ, ମାନେ 14 ଅଗଷ୍ଟରୁ ଷ୍ଟାର୍ଟ ଏବଂ ସରିବ କେବେ ନା 13/9। ତା'ମାନେ ଆମର ସରିବ ଏଇଟା ସେପ୍ଟେମ୍ବରରେ ସରିବ, 13 ତାରିଖ ସେପ୍ଟେମ୍ବରରେ ସରିବ। ଲାଷ୍ଟ ଡେଟ୍ ଫର୍ ଆପ୍ଲିକେସନ୍ ଫି 15/9। କ୍ଲିୟର? ଡେଟ୍ ବିଷୟରେ ଆମେ ଜାଣିଗଲେ ହେଲା। ଆର୍ଆର୍ବିରୁ ଏଇ ପୋଷ୍ଟଟି ବାହାରିଛି। ନେମ୍ ଅଫ୍ ଦ ପୋଷ୍ଟ କ'ଣ ରହିବ ନା, ଗୋଟିଏ ହିଁ ପୋଷ୍ଟ ବାହାରିଛି। ଦେଖ ପିଲାମାନେ, ଭେରିୟସ୍ ପୋଷ୍ଟ ଅଫ୍ ଜୁନିୟର ଇଞ୍ଜିନିୟର ଇନ୍ ଡିପାର୍ଟମେଣ୍ଟ ଅଫ୍ ମେଟେରିଆଲ ସୁପରିଟେଣ୍ଡେଣ୍ଟ ଆଣ୍ଡ ଡିପୋର୍ଟ ମେଟେରିଆଲ ସୁପରିଟେଣ୍ଡେଣ୍ଟ ହେଲା। ପୋଷ୍ଟ ନେମ୍ ଆମେ ଜାଣିପାରିଲେ। ଜୋନ୍ କ'ଣ କହିବ ନା, ଆର୍ଆର୍ବି ୱାଇଜ୍ ଆଣ୍ଡ ରେଲୱେ ଜୋନ୍ PU ୱାଇଜ୍ ଡିଟେଲ୍ ଡିଷ୍ଟ୍ରିବ୍ୟୁସନ୍ ଭ୍ୟାକେନ୍ସି ଇନ୍ ଗିଭେନ୍ ଆନେକ୍ସର ବି। ଆମେ ଦେଖିବା ପେ ଲେବୁଲ୍ କେତେ ରହିବ ନା 7th ପେ। ସାଲେରୀ କେତେ ଷ୍ଟାର୍ଟିଂ ରହିବ 35,400। ଆମର ମେଡ଼ିକାଲ ଷ୍ଟାଣ୍ଡାର୍ଡ଼ ମଧ୍ୟ ଠିକ୍ ରହିଥିବ ଏବଂ ବୟସ ସୀମା 18ରୁ 33 ଏବଂ ଟୋଟାଲ୍ ଭ୍ୟାକେନ୍ସି 3993। ମୁଁ ଯେମିତି କହିଲି 4000 ପାଖାପାଖି, ସେମିତି ଏଇଠି ପୁରା ଡିଟେଲ୍ ମେନସନ୍ କରିଛି 3993। ମୁଁ ଆଉ ଥରେ କ୍ଲିୟର କରୁଛି ପିଲାମାନେ। ନମ୍ବର 1 ଆର୍ଆର୍ବି ଭ୍ୟାକେନ୍ସି ବାହାରିଛି। ନମ୍ବର 2 ପୋଷ୍ଟ କ'ଣ ନା, ଜୁନିୟର ଇଞ୍ଜିନିୟର ଆଣ୍ଡ ମେଟେରିଆଲ ସୁପରିଟେଣ୍ଡେଣ୍ଟ। କେତେ ଲେବୁଲ୍? 7th ଲେବୁଲ୍। ଦରମା କେତେ ରହିବ? 35,400ରୁ ଆରମ୍ଭ ହେବ। ମେଡ଼ିକାଲ ଷ୍ଟାଣ୍ଡାର୍ଡ଼ ଆମର ଠିକ୍ ଥିବା ଦରକାର ଏବଂ ଏଜ୍ କେତେ ନା, ମିନିମମ୍ 18, ମ୍ୟାକ୍ସିମମ୍ 33 ବର୍ଷ। ଏବଂ କ୍ରାଇଟେରିଆ ଅନୁସାରେ ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ବା ରେଲୱେ ଡିପାର୍ଟମେଣ୍ଟ ଗାଇଡ଼ଲାଇନ୍ ଅନୁସାରେ ଏଜ୍ ରିଲାକ୍ସେସନ୍ ମଧ୍ୟ କ୍ୟାଟେଗୋରୀ ଅନୁସାରେ ଅଛି। କ୍ୟାଟେଗୋରୀ କ'ଣ ନା, ST, SC, PWD, ଏକ୍ସ ସର୍ଭିସମ୍ୟାନ୍ ମେ ବି ଥିବ। ଆମେ ଦେଖିବା ଡିଟେଲ୍ସ ହେଲା। ଦରମା କେତେ? ଆମର ଭ୍ୟାକେନ୍ସି କେତେ? 3993। ଆମେ ଜାଣିପାରିଲେ। ଏବେ ଦେଖିବା ଆଉ କ'ଣ ଡିଟେଲ୍ସ ଦେଇଛି। ଦେଖ ପିଲାମାନେ, ଏଇଟା କେବଳ ଅନଲାଇନ୍ ଥ୍ରୋରେ ଆପ୍ଲିକେସନ୍, ଫିଲିଂ ଅପ୍ ଅନଲାଇନ୍ ଆପ୍ଲିକେସନ୍, ଅଫଲାଇନ୍ ନୁହଁ, ଅନଲାଇନ୍ରେ ହେବ। ଆମେ ଜାଣିଗଲେ। ଠିକ୍ ଅଛି। ଏବେ ଦେଖିବା ଇଲିଜିବିଲିଟି କ'ଣ ରହିବ। ଇଲିଜିବିଲିଟି ଆମର ଏଜୁକେସନାଲ୍ କ୍ୱାଲିଫିକେସନ୍ କ'ଣ ରହିବ ଏବଂ ମେଡ଼ିକାଲ ଫିଟନେସ୍ ଅଛି କି ନାହିଁ। ଯେଉଁମାନେ ଯେଉଁ କାଷ୍ଟରୁ ବିଲଙ୍ଗସ୍ କରୁଛନ୍ତି ବା କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛନ୍ତି, ସେମାନଙ୍କ ପାଖରେ ଭ୍ୟାଲିଡ୍ ସାର୍ଟିଫିକେଟ୍ ଥିବା ଦରକାର ହେଲା। ଏସବୁ ରହିଛି ତା'ର କ୍ରାଇଟେରିଆ ବା ରିକ୍ୱାରମେଣ୍ଟ ହେଲା। ମୁଖ୍ୟ ଜିନିଷ କ'ଣ ରହୁଛି ଆମେ ଦେଖିବା। ବହୁତ ଜିନିଷ ଏଠି ରେଲୱେରେ ମେନସନ୍ କରିଥାଏ, ଯେହେତୁ ଅଲ୍ ଓଭର୍ ଇଣ୍ଡିଆ ବାହାରେ ବହୁତ ଗୁଡ଼ିଏ କଥା ବା ଗାଇଡ଼ଲାଇନ୍ ବା ଜେନେରାଲ୍ ଇନଷ୍ଟ୍ରକ୍ସନ୍ସ ରେଲୱେର ଥାଏ। ମୁଁ ଯେଉଁଟା ମୁଖ୍ୟ ପଏଣ୍ଟ ମୁଁ ସମସ୍ତଙ୍କୁ କହିଦେଉଛି, ସେଇ ହିସାବରେ ଆମେ ଯେଉଁମାନେ ପ୍ରିପେୟାର ହେଉଛନ୍ତି ସେମାନେ ଆପ୍ଲାଏ କରିବେ ଏବଂ ଯଦି ବି କାହାର କିଛି ଡାଉଟ୍ ରହିଯାଏ ତାହେଲେ ଆମେ ସେ ଅନୁସାରେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କ୍ଲିୟର କରିବି। ଷ୍ଟାଣ୍ଡାର୍ଡ଼ ଅଫ୍ ମେଡ଼ିକାଲ ଫିଟନେସ୍ଟା ଆମେ ଦେଖିବା। ମେଡ଼ିକାଲ ଫିଟନେସ୍ ଟେଷ୍ଟ ହେବ ନିଶ୍ଚିତ ଏବଂ ମେଡ଼ିକାଲ ଫିଟନେସ୍ଟା ଆମକୁ ଥିବା ଦରକାର। ଦେଖ, ମେଡ଼ିକାଲ ଷ୍ଟାଣ୍ଡାର୍ଡ଼ A3 ଫିଜିକାଲ ଫିଟନେସ୍ ରେସ୍ପେକ୍ଟ ଟୁ ଡିଷ୍ଟାନ୍ସ ଭିଜନ୍ କ'ଣ ରହିବ, ନିୟର ଭିଜନ୍ କେତେ ରହିବ ହେଲା। ଏବଂ A3 B1 C1 ତାର ଯେଉଁ ଷ୍ଟାଣ୍ଡାର୍ଡ଼ ଅଛି ମେଡ଼ିକାଲ ପ୍ରୋସିଡ଼ିଓର ଅନୁସାରେ ରେଲୱେର, ସେଇ ହିସାବରେ ଆମର ଏଇଟା ରହିବା ଦରକାର। କ୍ଲିୟର? ନ୍ୟାସନାଲସିପ୍ ଥିବ। ହଁ, ଏଇଠି ଏଜ୍ ଲିମିଟ୍ ଆମେ ଜାଣିବା। ଦେଖ, ଏଜ୍ ଲିମିଟ୍ କ'ଣ ରହିବ, ଆପାର ଏଜ୍ ଲିମିଟ୍ କ'ଣ ରହିବ। କମ୍ୟୁନିଟି କ୍ୟାଟେଗୋରୀ ମୁଁ କହିଥିଲି ରିଲାକ୍ସେସନ୍ ରହିବ ପିଲାମାନେ, ଏଠି ମଧ୍ୟ ରିଲାକ୍ସେସନ୍ ଅଛି। ସବୁ କ୍ୟାଟେଗୋରୀ ଅନୁସାରେ ଏକ୍ସ ସର୍ଭିସମ୍ୟାନ୍, PWBD, UR, EWS, OBC, SC ଆଣ୍ଡ ST କେତେ ପର୍ଯ୍ୟନ୍ତ ଆମର ରହିବ, ସେଇ ହିସାବରେ ଏଠି କ୍ରାଇଟେରିଆ ସେ ମେନସନ୍ କରିଛି। କ୍ଲିୟର? ଇଏ ଗଲା। ଏବଂ ଏଜୁକେସନାଲ୍ କ୍ୱାଲିଫିକେସନ୍ କ'ଣ ରହିବ ଦେଖ ପିଲାମାନେ।
ଏବଂ ପ୍ରଥମେ ଗୋଟେ ଦେଖିଦେଉଛି କ୍ୱାଲିଫିକେସନ୍ ତ ଦେଖିବା ଏବଂ ଏକ୍ଜାମିନେସନ୍ ଫି କ୍ୟାଣ୍ଡିଡେଟ୍ ୱିଲ୍ ହ୍ୟାଭ୍ ଟୁ ପେ ପ୍ରେସ୍କ୍ରାଇବ୍ଡ ଫି ଏଜ୍ ପର୍ ଦେୟାର କମ୍ୟୁନିଟି କ୍ୟାଟେଗୋରୀ ଡିଟେଲ୍ ବିଲୋ। ଦେଖ ଏଠି ସେ ଆମକୁ ବିଲୋ ଦେଇଛି। ଦେଖ କ୍ୟାଟେଗୋରୀ ଅନୁସାରେ ଆମକୁ ଏଠି ଫି ପେମେଣ୍ଟ କରିବା ପାଇଁ ପଡ଼ିବ ଯିଏ ଯେଉଁ କ୍ୟାଟେଗୋରୀରୁ ଆସୁଛନ୍ତି 500 ଟଙ୍କା ଏବଂ ଆଉ ରହିବ ଆମର 250 ଟଙ୍କା ବା 500 and 250 କ୍ଲିୟର କ୍ୟାଟେଗୋରୀ ଅନୁସାରେ ସମସ୍ତଙ୍କ ପାଇଁ ସମାନ ନୁହଁ ହେଲା। ଏବଂ ଏଜୁକେସନାଲ୍ କ୍ୱାଲିଫିକେସନ୍ କ'ଣ ରହିବ ନା ପ୍ରଫେସନାଲ୍ ରେଗୁଲାର ସାର୍ଟିଫିକେଟ୍ ସୁଡ୍ କଣ୍ଟେନ୍ ଡେଟ୍ ଇସ୍ୟୁ ପ୍ଲିଜ୍ ପୋଷ୍ଟ ପାରାମିଟର ଆମର ଦେଖିବାକୁ ପଡ଼ିବ ଏଠି ଏନେକ୍ସର ଏରେ ନିଶ୍ଚିତ ଭାବରେ ଆମକୁ ଦେଇଥିବା ଆମେ ଯଦି ଦେଖିବା ଭିଡ଼ିଓଟି ଡିଟେଲ୍ ଆମେ ଜାଣିପାରିବା ହେଲା। ଫି ପେମେଣ୍ଟ କଥା ମୁଁ ଆଗରୁ କହିଛି କ୍ଲିୟର। ଏବଂ EWS ଯେଉଁମାନେ ରହୁଛନ୍ତି ବା କ୍ୟାଟେଗୋରୀ ଗୁଡ଼ିକ ରହୁଛନ୍ତି ସେମାନଙ୍କର ପ୍ରାଇସ୍ ଦେବାକୁ ପଡ଼ିବନି ବା ଯେଉଁ କ୍ୟାଟେଗୋରୀ ଅନୁସାରେ ସେଠି ରହିଛି 250 ଆଉ 500 ଟିକେ ଦେଖିବାକୁ ପଡ଼ିବ ସେଠି କେତେ ଆମେ ଫି ଦେବା କ୍ଲିୟର। ଆଉ କ'ଣ ରହିଛି ଦେଖ यार बहुत गुड़े कथा थाए मुझे कहली पिलामाने समस्ते काइंडली भिडियोटी शेष पर्यंत देखिए तेज जाकि सब जिन आम जापर है। ये तो रहा तांकर जो फिजिकल जो आमर रही दिव्यांग पिलामाने सेमानकर डिटेल्स सब देछि आम पई है। हाँ ये देख पिला माने रजिस्ट्रेशन एंड फॉर सब्सक्राइब्स देख ये तार rrbapply.gov.in यहाँ हूँ तार ऑनलाइन लिंक है। आम ऑनलाइन लिंक टी पाईगले rrbapply.gov.in जदि भी खाली आम गूगल RRB सर्च करूँ निश्चित भाव में तार डिटेल्स पलि आसो है। डेट जानिले क्राइटेरिया जानिले। हाँ मेथड ऑफ सिलेक्शन देख पिला माने देछि फास्ट स्टेज एग्जाम केमती हम ना सीबीटी माने कंप्यूटर बेस्ड टेस्ट हम है। पेन पेपर रे हम ना 90 मिनट परीक्षा हो 120 मिनिट्स फॉर कैंडिडेट हु विल एलिजिबल फॉर यूज स्क्राइब नंबर ऑफ क्वेश्चन केते ना 100 है। तेणु से हिसाब से हम हु आर शॉर्टलिस्टिंग इन सेकेंड स्टेज सीबीटी अवेलेबल रिजर्वेशन में मैंने दुईटा सीबीटी हम फास्ट स्टेज एंड सेकेंड स्टेज क्लियर। यहाँ भल भाव में देखा ये सब्जेक्ट डिटेल्स आमको देती कौन कौन आसो है। हाँ जनरल स्टडीज देख ये आमको सीबीटी 1 है सेमती सेकेंड स्टेज सीबीटी रम पाखे डिटेल्स कौन कौन देख ये आमको मेंशन कर माने 150 मार्कर परीक्षा हम है। सब जिन मेंशन कर क्लीयरली मेंशन कर तुम क्लीयरली कहूँ मन रख नोट डाउन भी कर है। आउ पीडीएफ टू सेव कर तुम मैंने क्लीयर। देख परसेंटेज मिनिमम परसेंटेज मार्क फॉर एलिजिबिलिटी वेरियस ये देख क्लीयरली मेंशन कर है। यहाँ आम जानिले है। हाँ ये देख टाइप्स ऑफ डिप्लोमा इंजीनियरिंग बैचलर्स डिग्री यही हिसाब से आमको क्वालिफिकेशन होता दरकार आम डिप्लोमा बैचलर जो डिग्री थी समस्ते आम पास करवा दरकार है। एग्जाम ग्रुप कौन रेलवे टी भिन्न भिन्न क्राइटेरिया था विभिन्न कथा भितर थाए समस्ते टी माइंडफुली देखो एग्जाम ग्रुप अलग अलग रो कौ ब्रांच ये रही ग्रुप कौ ब्रांच रे डिटेल मेंशन कर क्लियर। आउ कौन रहा शॉर्टलिस्टिंग कैंडिडेट्स एंड सेकेंड एंड सीबीटी डीबीएन एम्प्लॉयमेंट से शॉर्टलिस्ट हे आगू जावाई जो मैंने सेकेंड स्टेज क्लियर करेंगे सीबीटी है। कैलकुलेशन ऑफ मेरिट इंडेक्स फॉर ऑल पेपर्स कैलकुलेशन ऑफ फॉर्मूला से आमको ये देख पे मेरिट इंडेक्स है जी जानी भल भाव में सी निश्चित भाव में यहाँ करें जदि कि जापार ना मत कमेंट मध्यम कह निश्चित वीडियो बन समस्त को शेयर करी है। डॉक्यूमेंट वेरीफाइड ये डॉक्यूमेंट कौन कौन दरकार ये हाउ टू अप्लाई से क्रिएट एन अकाउंट प्रोसेस गुड़िक देती देख से गलापर ऑनलाइन आम पोर्टाल को गलापर आरआरबी जमी कहले rrbapply.com को गला .in को गलापर जमी खोल साइटा केमती केमती अप्लाई करवा स्टेप गुड़िक हमको मेंशन कर क्लियर। तापर फोटो रही लाइव फोटो मागुच हाँ लाइव फोटो कैप्चरिंग ऑफ द कैंडिडेट ड्यूरिंग द एप्लिकेशन भल कि मन रख जो आम अप्लाई करूँ ना से लाइव फोटो कैप्चर कर फोटो अपलोड पे ऑप्शन है। मैंडेटरी कौन कौन डॉक्यूमेंट्स दरकार मैंडेटरी डॉक्यूमेंट्स रखिबो सिग्नेचर रखिबो फोटो फोटो तो नहीं फोटो दबाक पड़ो है। आउ कौन रहिबो सर्टिफिकेट गुड़िक रखिथिबा दरकार वैलिड सर्टिफिकेट बा गुड सर्टिफिकेट रखिथिबा दरकार मिछ सर्टिफिकेट चलिबो नहीं। तेबे प्रायतः वीडियो माध्यम आम सब डिटेल्स इटू पाइले पिला माने भाबुची समस्त सब इनफॉरमेशन पाई जाइथिबो। जदि भी कहार कौन असुविधा थाए मते वीडियो माध्यम जो वीडियोटी को देखिए मते कमेंट माध्यम जनइबे मु निश्चित से कमेंट रे रिप्लाई देबी। रहिली जय जगन्नाथ।